ରାଉରକେଲା ଇସ୍ପାତ କାରଖାନାକୁ ନୂତନ ଟ୍ରେନ୍ ଲାଇନ୍ ନିର୍ମାଣକୁ କେନ୍ଦ୍ର କରି ଆଜି ବନ୍ଧମୁଣ୍ଡା ବରକାନୀଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଟ୍ରେନ୍ ଲାଇନ୍ କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। ଆର୍ଏସ୍ପି ପକ୍ଷରୁ ଜେସିପି ସାହାଯ୍ୟରେ କାମ ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଗ୍ରାମବାସୀ ଜେସିପି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଜେସିପି ଡ୍ରାଇଭରକୁ ଆକ୍ରମଣ କରିଥିଲେ। ଡ୍ରାଇଭରଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ। ଏହାପରେ ଉତ୍ତେଜିତ ଲୋକମାନେ ପୋଲିସ ଗାଡ଼ି ଏବଂ ଆର୍ଏସ୍ପି ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଆକ୍ରମଣରେ 11 ଜଣ ପୋଲିସ କର୍ମଚାରୀ, 3 ଜଣ ଇସ୍ପାତ କାରଖାନା ଅଧିକାରୀ ଏବଂ ଜେସିପି ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେତେ ଜଣ ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୃତ ଗ୍ରାମବାସୀଙ୍କ ଶବ ରଖି ଲୋକମାନେ ଧାରଣାରେ ବସିଛନ୍ତି। ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରି ପାରିନାହିଁ। ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ 8 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବିଜେଶ ରାୟ, ରାଉରକେଲା ଏସ୍ପି ନିତେଶ ୱାଧୱାନୀ ବରକାନୀରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।